ଦେଖିଲେ କେକ୍ରେ କ'ଣ ଲେଖା ହେଇଛି ପଢ଼ିପାରିଲେ ତ? କାଲି ଥିଲା ମୋ ସମୁଦୁଣୀଙ୍କର ଜନ୍ମଦିନ। କେଡ଼େ ଭଲ ଦିନରେ ଜନ୍ମ ହେଇଛନ୍ତି ସତରେ ସମୁଦୁଣୀ। ଭାରି ଖୁସି ଲାଗିଲା। କେବେ ବି ତାଙ୍କ ଜନ୍ମଦିନରେ କୌଣସି ପ୍ରକାର ଭାଗ ନେବାର ସୁଯୋଗ ମୁଁ ପାଇନଥିଲି। ହେଲେ ଗତକାଲି ମୋ ଦେଢ଼ଶୁରଙ୍କର ଘର ପ୍ରତିଷ୍ଠା ଥିବାରୁ ସେମାନେ ବି ଆସିଥିଲେ। ମୁଁ ତାଙ୍କୁ କହିଥିଲି ସନ୍ଧ୍ୟାରେ ଆମ ଘରେ ପଶିକି ହିଁ ସେଠିକି ଯିବା। ସେମାନେ ଆସି ପହଞ୍ଚିଲା ପରେ ଆମେ ଏଇ କେକ୍ କାଟି ତାଙ୍କୁ ଅଭିନନ୍ଦନ ଜଣାଇବାର ବ୍ୟବସ୍ଥା କରିଥିଲୁ। ଆଉ ପିଲାମାନଙ୍କ ମନ ତ ନିଜେ କେମିତି କେକ୍ ଖାଇବେ, କିଏ ଖାଉ ବା ନ ଖାଉ, ସେ ଯାହା ବି ହେଉ କେକ୍ କଟା ପର୍ବ ସରିବା ପରେ ଆମେ ଯାଇ ଦେଢ଼ଶୁରଙ୍କ ଘରେ ଭୋଜି ଭାତ ଖାଇସାରିଲୁ। ହେଲେ ମୋ ମନ ଥିଲା ପୁରୀ ଯିବାରେ, କାହିଁକି ନା ଗତକାଲି ଥିଲା ଶ୍ରୀଗୁଣ୍ଡିଚା ବା ଘୋଷଯାତ୍ରା। ବଡ଼ ପୁଅ ରାଜି ହେଇଗଲା ମୋତେ ନେଇଯିବା ପାଇଁ। ପୁଣି ମୁଁ ବାଇକ୍ରେ ବାହାରି ପଡ଼ିଲି ପୁରୀ ଯିବାକୁ। ଏଥର କିନ୍ତୁ ଭୁଲିଗଲି ମୋ ବେଲ୍ଟ ବାନ୍ଧିବାକୁ। ସିଆଡ଼ୁ ଭୋଜି ଖାଇ ତରତର ହେଇ ଘରକୁ ଆସିଲି। ପୁଣି ସାଙ୍ଗେ ସାଙ୍ଗେ ତରତର ହେଇ ବାହାରିଲା ବେଳକୁ ବେଲ୍ଟ କଥାଟା ଭୁଲିଗଲି। କିଛି ବାଟ ଯିବା ପରେ ମୋର ମନେ ପଡ଼ିଲା, ମୁଁ ତ ବେଲ୍ଟ ବାନ୍ଧିନି। ମୋ ପୁଅ କହିଲା, ଫେରିଯିବା କି ବୋଉ, ନହେଲେ ବେଲ୍ଟ ଆଣିବା। 10:30 ରାତିରେ ଆମେ ବାହାରିଛୁ। ରାତାରାତି ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବୁ। ପୁଣି କ'ଣ ଫେରିବି ବେଲ୍ଟ ପାଇଁ? କହିଲି, ପ୍ରଭୁ ତମ ଆଶ୍ରାରେ ଯାଉଛି, ତମ କ୍ଷମତାରେ କ'ଣ ବା ନାହିଁ? ସକଳ କ୍ଷମତାର ଅଧୀଶ୍ୱର ହେଉଛ ତୁମେ। ବିନା ବେଲ୍ଟରେ ତୁମକୁ ଦର୍ଶନ କରିବାକୁ ଚାଲିଗଲେ ସତରେ କ'ଣ ମୋ ଅଣ୍ଟାଟା ଖରାପ ହେଇଯିବ? ହଉ ଟିକେ ଦୟା କରିଦିଅ, ମୁଁ ପଳେଇ ଯାଏ। ହେଲେ ଏମିତି ଭାବିକି ଏଇଭଳି ସବୁ କାମ କରିବାକୁ ପରେ ମୁଁ ନିଜକୁ ନିଜେ ହିଁ ଗାଳି ଦେଇଥିଲି। ମହାପ୍ରଭୁ କ'ଣ କହିଛନ୍ତି ମୁଁ ବେଲ୍ଟ ଭୁଲିକି ଯିବି ଆଉ ସିଏ ମୋ ଅଣ୍ଟା ସଜାଡ଼ିବେ? ଏମିତି ଆମେ ସବୁ ତାଙ୍କୁ ହଇରାଣ କରନ୍ତି ବୋଲି ସିଏ ଯାଇକିରି 13 ଦିନ କାଳ ଅଣସର ଘରେ ପଶିକି ରହନ୍ତି। ମୁଁ ଏଇଆ ଭାବେ, ନହେଲେ ତାଙ୍କୁ କି ଜ୍ୱର ମ, ତାଙ୍କୁ କେଉଁ କାଳେ ଜ୍ୱର ହେଇପାରିଲାଣି। ମୁଁ ସେଇଆ ଭାବି ପୁଣି ନିଜେ ନିଜେ କ୍ଷମା ମାଗିଲି। ହଉ ଏତେ ବାଟ ତ ପଳେଇ ଆସିଲିଣି। ସେତେବେଳକୁ ଆମେ ଟୋଲ୍ ଗେଟ୍ ପାସ୍ କରିକି ଯାଇକି ଚନ୍ଦନପୁର ପାଖାପାଖି ହେଲୁଣି। ମହାପ୍ରଭୁଙ୍କୁ କ୍ଷମା ମାଗିଲି, ମୋତେ କାହିଁକି ଭୁଲେଇ ଦେଲ ଯେ, ମୋତେ ଆଉ ଟିକେ ସ୍ମରଣ ଶକ୍ତି ଦେଇଦିଅ। ଏବେ ମୁଁ ଟିକେ ଭୁଲି ଯାଉଛି। ଏମିତି କହିକି ତାଙ୍କୁ କ୍ଷମା ମାଗିକି ଆମେ ଆଗଉଥିଲୁ। ବଡ଼ ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଛି ମୋ ବଡ଼ ପୁଅ ସାଙ୍ଗରେ। ଆଉ ଡର କ'ଣ? ମୋତେ ଲାଗୁଥିଲା ଛୁଆବେଳେ ମୁଁ ଯେମିତି ତାକୁ କେତେ ଆଡ଼େ ବୁଲେଇ ନେଉଥିଲି, ସେ ସେମିତି ମୋତେ କେଡ଼େ ଯତ୍ନରେ ସାଙ୍ଗରେ ନେଇକି ଯାଉଛି। ଏ କଥା ବେଶୀ ଭାବିଲି ଏଇଥିପାଇଁ ଯେ ସେ ମୋତେ ଚକୋଲେଟ୍ ଦେଲା ଆଉ କହିଲା, ବୋଉ ତାକୁ ପାଟିରେ ପକା। ସତରେ ଆଉ କିଛି ଖାଇବା ତ ସମ୍ଭବ ନଥିଲା। ଏମିତିକି ଆମେ ବାଟରେ କେଉଁଠି ଚାହା ଟିକେ ପିଇବାକୁ ବି ରହିନୁ। ସମୟଟା ବହୁତ ମୂଲ୍ୟବାନ ଲାଗୁଥିଲା। ଏତେ ଗୁଡ଼େ ବାଟ ରାତାରାତି ଯାଇକି ଫେରିବୁ, ସେଥିପାଇଁ ଆମେ ମା' ପୁଅ ପାଟିରେ କିଛି କିଛି ଏମିତି ପକେଇକି ଯାଉଥିଲୁ। କିଛି ମାନେ ଏଇ କମଳା ଚକୋଲେଟ୍, ଆମ୍ବ ଚକୋଲେଟ୍, ଆଜିକାଲି ଯେଉଁ ତେନ୍ତୁଳି ଚକୋଲେଟ୍, ଏଇସବୁ ତ। ଆଉ ଯାଉ ଯାଉ ଦିଶିଗଲା ଆମ ଯେଉଁ ଜାତୀୟ ପତାକାକୁ ଦେଖିଲେ ବି ମୋତେ ବଡ଼ ଗୌରବାନ୍ୱିତ ଲାଗେ। ଏଇ ପତାକା ଖଣ୍ଡିକ ନିଜେ ଟାଙ୍ଗିବା ପାଇଁ ଆମର ପୂର୍ବସୂରୀ କେତେ କଷ୍ଟ କରିଛନ୍ତି। ମୁଁ ଯେଉଁଠି ବି ଜାତୀୟ ପତାକା ଦେଖେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ କରେ। ସେ ସୁଭାଷ ହୁଅନ୍ତୁ କି ଗାନ୍ଧୀ, ସମସ୍ତେ ତ ପ୍ରଚେଷ୍ଟା କରିଛନ୍ତି ନା ସ୍ୱାଧୀନତା ପାଇଁ ନିଜ ନିଜ ଦୃଷ୍ଟିଭଙ୍ଗୀରେ। ଏମିତି ଭାବୁ ଭାବୁ ଯାଇ ପହଞ୍ଚି ଯାଇଥିଲୁ ଆମେ ପୁରୀ ପାଖାପାଖି ଜାଗାରେ। ଯେତେ ଜଗନ୍ନାଥଙ୍କ ଫଟୋ ଅଧିକ ଦେଖିବ, ଯେତେ ଶ୍ରୀ ଜଗନ୍ନାଥ ଲେଖା ଅଧିକ ଦେଖିବ, ଜାଣିଯିବ ତ ପୁରୀ ଆଇଲାଣି ଆଉ। ରାତିକି ଦିନ ତ ମୁଁ ଜାଣିପାରୁନଥିଲି। ଦେଖୁନାହାନ୍ତି କେତେ ଗହଳି। ମନେ ମନେ ଭାରି ଖୁସି ହେଉଥିଲି। ସତରେ ଆଜି ପୁଣି ମହାପ୍ରଭୁ ମୋତେ ତାଙ୍କର ବଡ଼ଦାଣ୍ଡକୁ ଆଣିବେ ଏ ବିଶ୍ୱାସ ମୋର ନଥିଲା। ଗତ ବର୍ଷ ମୁଁ ଜଣେ ଭଉଣୀଙ୍କ ସାଙ୍ଗେ ଆସି ବଳିଆପଣ୍ଡାରେ 2 ଦିନ ରହିଯାଇଥିଲି। ତେଣୁ ଯାତ୍ରା ଦିନ ପୁଣି ପରଦିନ 2 ଦିନ ରହିଥିବାରୁ ରଥ ଭିଡ଼ିବାର ସୌଭାଗ୍ୟ ବି ପାଇଥିଲି। ଭାବିଥିଲି ମଝିଆ ପୁଅ ସାଙ୍ଗେ ଆସନ୍ତାକାଲି ପୁରୀ ଆସିବି ଆଉ ଟିକିଏ ରଥ ଭିଡ଼ିଦେବି। ହେଲେ ରାତିରେ ଏ ଯୋଜନାକୁ ଆଉ ହାତଛଡ଼ା କରିପାରିଲିନି। ବଡ଼ ପୁଅ କହିଲା, ଆଜି ରାତିରେ ଯଦି ଯିବୁ ଯିବୁ, ନହେଲେ ନାହିଁ। କାହିଁକିନା ମୁଁ ଆଜି ରାତିରେ ହିଁ ଯାଇ ଟିକେ ମହାପ୍ରଭୁଙ୍କୁ ରଥରେ ଦେଖି ଆସିବି, ନହେଲେ ଆଉ ଯାଇପାରିବି ନାହିଁ। ଆସନ୍ତାକାଲି ମୋର ଛୁଟି ନାହିଁ। ମୁଁ କହିଲି ଠିକ୍ ଅଛି, ଚାଲ ଯିବା। ସେଦିନର ଗାଡ଼ି ଅପେକ୍ଷା ତା ବୁଲେଟ୍ରେ ମୋତେ ଟିକେ ଅଧିକ ସହଜ ଲାଗୁଥିଲା ବସିକି ପୁରୀ ଯିବାକୁ। ଦେଖୁନାହାନ୍ତି କେତେ ଗହଳି। ଏମିତି ଯାଇ ଆସିଗଲା ଆମ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଦେଖିଦେଲେ ତ ସବୁ କଷ୍ଟ ଭୁଲି ହେଇଯାଏ। ତାପରେ ଆମ ଗାଡ଼ି କେଉଁଠି ରଖିବୁ, କେମିତି ଯିବୁ, ଏସବୁ କେଉଁଥିରେ ମୋର ମୁଣ୍ଡ ଖେଳିବାକୁ ପଡ଼ୁନଥିଲା। ଆଉ ମୁଁ ଆରାମସେ ତା ପଛରେ ବସି ଖାଲି ମହାପ୍ରଭୁଙ୍କ କଥା ହିଁ ଭାବୁଥିଲି। ଆଉ ଭାବୁଥିଲି, ହେ ପତିତ ପାବନ, ସବୁବେଳେ ମୋତେ ଏମିତି ଗୋଟିଏ ସାଧାରଣ ମଣିଷ କରି ଏ ସଂସାରକୁ ଆଣିବ। ମୁଁ ସବୁବେଳେ ସବୁ ମଣିଷଙ୍କର ହୃଦୟର କଥା ବୁଝିବାକୁ ସକ୍ଷମ ହେଉଥିବି। ଏମିତି ଗୋଟିଏ ଜାଗାକୁ ମୋତେ ନେଇଯାଉନି
ଯେଉଁଠିକି ଗଲେ ମୁଁ ତମ ସୃଷ୍ଟିର ସବୁଠୁ ତଳେ ଥିବା ମଣିଷମାନଙ୍କ କଥା ବୁଝିବାକୁ ଅକ୍ଷମ ହେଇଯିବି। ଏମିତି ଭାବୁ ଭାବୁ କେତେବେଳେ ଆମେ ଗାଡ଼ି ରଖି ଯାଇ ବଡ଼ ଠାକୁରଙ୍କ ରଥ ସମ୍ମୁଖରେ ପହଞ୍ଚିଗଲୁଣି। ମୋତେ ମୋ ପୁଅ କହିଲା, ଭଲ କରି ଦେଖ ବୋଉ, ପୁରା ପରିଷ୍କାର ଦେଖାଯାଉଛି। ଯେତେବେଳେ ଜଗା କାଳିଆର ମୁହଁକୁ ମୁଁ ଅନେଇ ଦେଲି, ମୋତେ ଭାରି ରାଗ ମାଡ଼ିଲା। ବୋଲି କେଡ଼େ ଦୁଷ୍ଟଟେ ମୋ, ଯଦି ମା ଯଶୋଦା ଏଇଠି କେଉଁଠି ପାଖରେ ଥାନ୍ତେ ନା, ଆସିକି କାନ ମୋଡ଼ିକି ଦି ଚଟକଣି ଦେଇଥାନ୍ତେ। କାହିଁକି କହିଲେ, ହଜାରେ ପାଲା କରି ଡେଇଁ କୁଦି କି ଧୂଳିଧୂସର ହେଇଛନ୍ତି ମହାପ୍ରଭୁ। ତାଙ୍କ ଆଖିରେ କଳା ବାଲୁ ବାଲୁ, ମୁହଁ ଶୁଖିଗଲାଣି। ପିଲାମାନେ ଯେମିତି ବୁଝିପାରନ୍ତିନି, ବହୁତ ଡିଆଁକୁଦା କରନ୍ତି, ଆଉ ତାପରେ ହାଲିଆ ହେଇଯାଆନ୍ତି, ମାଠୁ ଗାଳି ଖାଆନ୍ତି। ମୋତେ ଲାଗିଲା ମହାପ୍ରଭୁଙ୍କର ଠିକ୍ ସେଇ ଅବସ୍ଥା। ମୁଁ କହିଲି, ହେ ପ୍ରଭୁ, ତମ ବେଳା ଭଲ, ତମ ସେବା ସେବକମାନେ କରୁଛନ୍ତି, କିନ୍ତୁ ତମ ବୋଉ କରୁନାହାନ୍ତି। ବୋଉ ଯଦି ଏଇନା ଗୋଡ଼ ହାତ ଧୁଆଧୁଇ କରିକି ତମ ଖିଆପିଆ କଥା ବୁଝିଥାନ୍ତା, ଆଉ ମୁହଁ ପୋଛିଥାନ୍ତା ନା, ଦି ଚଟକଣି ଖାଇବା ସୁନିଶ୍ଚିତ। କି ମୁହଁ ଦେଖନ୍ତୁ ଦେଖନ୍ତୁ, ଭାରି ସୁନ୍ଦର ମୁହଁ, ହେଲେ ସବୁ ଧୂଳି ଧୂସରିତ ହେଲା ପରି କଳା ଫଳା ବୋହି ମୁହଁ ଟିକେ ଶୁଖିଲା ଦେଖାଉଥିଲା। ଜରୁଆ ଦିହ, ବର୍ଷାରେ ଭିଜିକି ଆସିଲେ, ପୁଣି ଟାହିଆ ଖସି ପଡ଼ିଲା, ବର୍ଷାତି ପିନ୍ଧିବାକୁ ପଡ଼ିଲା। ଏଇସବୁ କାରଣରୁ ଟିକେ ମୁହଁ ଶୁଖିଛି। ଆଉ ବଡ଼ କଥା, ଭକ୍ତ କାହାକୁ ସେ ଜଗିଥିଲେ କେଜାଣି, ତାଙ୍କ ପାଇଁ ଅପେକ୍ଷାରେ ବି ମୁହଁ ଶୁଖି ଯାଇଥିବ। ଆଉ ଯେଉଁ ଡିଆଁ କୁଦା, ଏଠି ବସ ସେଠି ଚଢ଼, ଦଇତାପତିମାନଙ୍କୁ ହଇରାଣ କରି ମନ ଇଚ୍ଛା ରଥକୁ ଆସିଲା ବେଳେ ଯେଉଁ ନବରଙ୍ଗ କରିଛନ୍ତି, ସେଥିରେ କ'ଣ ମହାପ୍ରଭୁ ହାଲିଆ ହେଇଥିବେ? ଏଇସବୁ ଭାବେ, ପୁଣି ହସେ। କାହା ପାଇଁ ମୁଁ କ'ଣ ଭାବୁଛି ସତରେ? ଏମିତି ଭାବିକି ମହାପ୍ରଭୁଙ୍କ ଦର୍ଶନ ସାରିଲା ବେଳକୁ ଏଇ ମା ଭଉଣୀମାନଙ୍କ ସାଙ୍ଗରେ ଦେଖା ହେଇଗଲା। ସେମାନେ ସବୁ ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସିଥିଲେ, ଆଉ ମୋ ଜୀବନସାରା ପରିବାରର। ସେତେବେଳେ ଯାଏ ପାଗ ଭାରି ଚମତ୍କାର ଥିଲା, ସେଇଥିପାଇଁ ତ ଏତିକି ସମୟ ଦେଇପାରିଲି। କହିଦେଇ ଆସିଥିଲି, ଯେଉଁଦିନ ଆପଣଙ୍କ ଫଟୋ ଅପଲୋଡ଼ କରିବି, ସେଇଦିନ ନିଜ ବିଷୟରେ ଟିକେ କହିଦେବେ। ଆଉ ଏ କୋଳାହଳରେ ଆଉ ଅଧିକ ସମୟ ଦେବା ସମ୍ଭବ ନୁହେଁ। ଆମେ ଆଗକୁ ଆଗକୁ ମାଡ଼ି ଚାଲୁଥିଲୁ। ଆଗରେ ମା ସୁଭଦ୍ରାଙ୍କ ରଥ, ତା ଆରପଟେ ପୁଣି ଯାଇ ବଳଦେବଙ୍କର ରଥ। ଆଉ କ'ଣ ଖାଲି କାଳିଆ ସାଆନ୍ତଙ୍କୁ ଦେଖା କରି ଦେଇଯିବୁ? ସିଏ ହିଁ ନିଜେ ଆମକୁ ଗାଳି ଦେବେନି? ଆସିଲ ଏତେ ବାଟ, ମୋତେ ଦେଖା କରି ଗଲ, ମୋ ଭାଇ ଭଉଣୀ ଆଗରେ ଅଛନ୍ତି, ତାଙ୍କ ପାଖକୁ ଯିବାକୁ କ'ଣ ତମ ମନ ଡାକିଲାନି? ସେଇ ଭୟରେ ଆମେ ମା ପୁଅ ପୁଣି ଚାଲିଲୁ। ରଥ ଦେଖିବାକୁ ଯିବ ମାନେ ଗୋଡ଼ ଦିଟାକୁ ସଜାଡ଼ିଥିବ, ବାଟରେ କେଉଁଠି ଚପଲ ବି ହଜି ଯାଇପାରେ, ସେମିତି ଚାଲିବାକୁ ପଡ଼ିବ। ସବୁଆଡ଼େ କ'ଣ ଗାଡ଼ି ଘୋଡ଼ା ଯିବ ନା କ'ଣ? ଆମେ ମା ପୁଅ ଯାଇ ଯାଇ ପୁଣି ମା ସୁଭଦ୍ରାଙ୍କ ରଥରେ ପହଞ୍ଚିଗଲୁ। ମାଆଙ୍କର ଦର୍ଶନ ବି ବହୁତ ସୁରୁଖୁରୁରେ ହେଲା। ଆଉ ମାଆଙ୍କ ରଥରେ ହିଁ ତ ଥାଆନ୍ତି ନା ସୁଦର୍ଶନ ମହାପ୍ରଭୁ, ତାଙ୍କୁ ବି ସେଇଠି ପ୍ରଣାମ କଲି। ଜଗତଜନନୀ ମା ମୋର, ଏ ସଂସାରର ପାଳନ କର୍ତ୍ରୀ, ସମସ୍ତଙ୍କୁ ଦୟା ଦେଖେଇ ସମସ୍ତଙ୍କୁ ନିଜର ସନ୍ତାନ ତୁଲ୍ୟ ମନୋଭାବରେ କ୍ଷମା ଦେଇ ଏ ସଂସାରକୁ ଶାନ୍ତ ସରଳ ସୁନ୍ଦର କରି ଗଢ଼ି ତୋଳୁଥା, ଏତିକି ପ୍ରାର୍ଥନା କରି ମାଆଙ୍କ ପାଖରୁ ପୁଣି ବିଦାୟ ହେଇଗଲୁ ବଡ଼ ଠାକୁରଙ୍କ ପାଖକୁ। ସିଏ ତ ନିଦାବିଷ୍ଟୁ, ତାଙ୍କର କ'ଣ ଅଛି, ଭାଇକି ତ ସବୁଯାକ ଦାୟିତ୍ୱ ଦେଇ ଦେଇଛନ୍ତି। ଆଉ ଭାଇ ତ ତାଙ୍କର ସାନ ଭାଇ ମାମଲତି, ବଡ଼ ଭାଇ ତାଙ୍କର ଗୁରୁ ଗମ୍ଭୀର ହେଇକି ବସିଛନ୍ତି। ହଉ ଠିକ୍ ଅଛି, ଆମେ ଯାଇକିରି ପୁଣି ତାଙ୍କୁ ବି ଦେଖା କରିଦେଇ ଆସିଲୁ। ସେଇଠୁ ସବୁ ଠିକ୍ ଦେଖା ଦର୍ଶନ ସରିଲା ବେଳକୁ କେଉଁଠି ସେ ମେଘଟା ଥିଲା କେଜାଣି, କୁଟିଲା ତ ପକେଇକିରି। ଆଉ ସେ ମେଘ କୁଟିଲା ବେଳକୁ ଆମେ କ'ଣ ଆଉ କରିପାରିବୁ? ଯାଇକିରି ଗୋଟେ ଦୋକାନରେ ବିଶ୍ରାମ ଠିଆ ହେଇପଡ଼ିଲୁ ଟିକେ। ପୁଅ ପୁରା ନେଇତଟ ଥିଲା, ହେଇଠି ପୁରା ଦେଖୁନାହାନ୍ତି କେମିତି ସୁନ୍ଦର ଦେଖାଯାଉଛନ୍ତି। ସବୁ ଦର୍ଶନ କାଲି ଭାରି ବଢ଼ିଆ ହେଲା। କଷ୍ଟ କରିକି ସିନା ମା ପୁଅ ଗଲୁ, ହେଲେ ଏତେ ସୁନ୍ଦର ଭାବରେ ଦର୍ଶନ କରିକି ମନ ହୃଦୟ ସବୁ ପୁରି ଯାଉଥିଲା। ସତରେ ଯେତେବେଳେ ତାଙ୍କ ଡାକରା ଆସେ ନା, ବିନା ଯୋଜନାରେ ଏମିତି ବାହାରି ଯିବାକୁ ପଡ଼େ। ଆଉ ସେଇଭଳି ଗଲେ ହିଁ ସବୁଠୁ ବେଶୀ ଆନନ୍ଦଦାୟକ ହୁଏ ଦର୍ଶନ। ଦର୍ଶନ ସାରି ଫେରିଲା ବେଳକୁ ଦେଖିଲି କେତେ ଅଳିଆ ଗଦା ହେଇଛି। ପାଖାପାଖି 12 ଲକ୍ଷ ଲୋକଙ୍କର ସମାଗମ। ଅଳିଆ ହେବା ସ୍ୱାଭାବିକ, ସମସ୍ତେ ଆମେ କହିଦେଉଛେ, କ'ଣ ହେଲା ନହେଲା ଆଲୋଚନା କରୁଛେ। ହେଲେ ଆମେ ଯିଏ ସମସ୍ତେ ଯାଉଛେ, ଆମର ସେଠି କ'ଣ ଦାୟିତ୍ୱ ରହିଛି ଅନ୍ତତଃ ଟିକିଏ ସଚେତନ ହେବା ପାଇଁ, ସେଇଟା କ'ଣ କେବେ ଆମେ ଭାବିଛେ? ସମସ୍ତେ ଯଦି ସେମିତି ଟିକେ ଟିକେ ଭାବନ୍ତେ, ବିନ୍ଦୁ ବିନ୍ଦୁ ହେଇ ସିନ୍ଧୁ ସୃଷ୍ଟି ହେଲା ଭଳିଆ ଏ ଅଳିଆ ଆବର୍ଜନାର ପରିମାଣ ବହୁତ କମିଯାଆନ୍ତା। ରାତିରେ ବି ସଫେଇ ଭାଇମାନେ, କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନର ପିଲାମାନେ ସଫେଇ କାର୍ଯ୍ୟରେ ଲାଗିଥିଲେ। ସେମାନଙ୍କ ପାଇଁ ବି
ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି। ତାପରେ ମନ ଖୁସିରେ ମା ପୁଅ ସବୁ ଦର୍ଶନ ସାରି ଫେରିଲା ବେଳକୁ ବର୍ଷା ହେଲା। ଆଉ ଭାବୁଥିଲି, ଦେଖନ୍ତୁ ମହାପ୍ରଭୁଙ୍କର ଏମିତି ମାୟା ଯେ ତାଙ୍କ ପାଖକୁ ଯିବା ପାଇଁ ନା ଭିଡ଼, ନା ଗହଳି, ନା ବର୍ଷା, ନା ଖରା, କେହି ବି ସତରେ ବାଧା ଦେଇପାରେନି। ଯିଏ ଯାହାର ଛତା ଆଣିଥିଲେ ଧରିଲେ, କିଏ ଜରି ଖଣ୍ଡେ ଖଣ୍ଡେ ଘୋଡ଼େଇ ହେଲା, କିଏ ସେମିତି ଭିଜି ଭିଜି ବୁଲିଲା। ହେଲେ ଏ ସମାଗମରେ ଟିକିଏ ବି ଆଞ୍ଚ ଆସିଲା ନାହିଁ। ସେଇ କଥା ଭାବି ଭାବି ମା ପୁଅ ବାହାରି ଆସିଲୁ। ଆଉ ପୁଅକୁ ମୁଁ ଚିଡ଼ିଲି, ତୁ କାହିଁକି ଆଣିଲୁନି ରେନିକୋଟ୍? ମୁଁ ଜାଣିଛି ନା ବଡ଼ ପୁଅଟା ମୋର, ତା ରେନିକୋଟ୍ ଆଣିନଥିବ ବୋଲି ମୁଁ କାହିଁକି ଭାବିବି। ପୁଣି ଭାବିଲି, ସତରେ ମୁଁ ଯେତେବେଳେ ତା ମା ତା ସାଙ୍ଗରେ ଯାଉଥିଲି, ମୋର ଏ ପଦକ ପଚାରିଦେବା ଉଚିତ ଥିଲା। ପିଲାମାନେ ମା ପାଖେ ରହିଲେ ବୋଧେ ଏମିତି ଟିକେ ଦାୟିତ୍ୱହୀନ, ଏମିତି ଟିକେ ପିଲାଳିଆ ହେଇଯାଆନ୍ତି। ମୁଁ ନେଇଥିବା ରେନିକୋଟ୍ଟି ପିନ୍ଧିଦେଲି। ବର୍ଷା ବି ଖୁବ୍ ଜୋରରେ ହେଉଥିଲା। ଭାବିଲି, ଇଏ ପାଣି ବର୍ଷା ନୁହେଁ, ଇଏ ମହାପ୍ରଭୁଙ୍କର କରୁଣାର ବର୍ଷା। ରାତି ଅଧରେ ଯେଉଁମାନେ ଆମେ ଧାଇଁ ଆସିଛୁ ତାଙ୍କ ଶରଣାପନ୍ନ ହେବା ପାଇଁ, ସିଏ ବୋଧେ ସେଇଥିପାଇଁ ଖୁସି ହେଇ ଆମ ଉପରେ କରୁଣା ବର୍ଷା କରୁଛନ୍ତି। ସତରେ 2 ଦିନ ହେଲାଣି, 2 ଦିନ କାହିଁକି, ନବଯୌବନ ଦର୍ଶନ ଦିନଠୁ ମୋର ଖାଇବା ପିଇବା, ଓଦା ହେବା ଆଉ କିଛିର ଠିକଣା ନାହିଁ। ତଥାପି ତାଙ୍କ କରୁଣାରୁ ମୁଁ ଠିକ୍ଠାକ୍ ଅଛି। ଏମିତି ସମସ୍ତେ ହିଁ ବୋଧହୁଏ ଠିକ୍ଠାକ୍ ଥିବେ। ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ଉଠୁଥିବ, ମୁଁ ଏମିତି ବାରମ୍ବାର ପୁରୀ ପଳାଉଛି କ'ଣ ପାଇଁ? ଏହା ଗୋଟେ ଆତ୍ମିକ ଆନନ୍ଦ, ଆଉ କିଛି ନାହିଁ। ମନରେ ବି ଏ ଭାବନା ନାହିଁ ଯେ ମୁଁ ମୋର ପୂର୍ବ ଜନ୍ମ ଜନ୍ମାନ୍ତରର ପାପ କ୍ଷୟ କରିବା ପାଇଁ ମହାପ୍ରଭୁଙ୍କ ପାଖକୁ ଦୌଡ଼ି ଯାଉଛି। ନା, ମୁଁ ଜାଣିନି ଜନ୍ମ ଜନ୍ମାନ୍ତର କ'ଣ, ପାପ କ'ଣ, ପୁଣ୍ୟ କ'ଣ, ଏସବୁ କିଛି ଜାଣିନି। କେବଳ ଏତିକି ଜାଣିଛି, ମାନବିକତା ହିଁ ଏ ସଂସାରର ସବୁଠୁ ବଡ଼ ଧର୍ମ। ଆଉ ମାନବ ଧର୍ମକୁ ନେଇ ବଞ୍ଚିଲେ ଜୀବନରେ ଅନୁତାପ ଆସେ ନାହିଁ। ଅନୁତାପହୀନ ଜୀବନ ହିଁ ଗୋଟେ ପୁଣ୍ୟ ଜୀବନ ବୋଲି ମୋତେ ଅନୁଭବ ହୁଏ। ସେଇଥିପାଇଁ ମୁଁ ବାରମ୍ବାର ମହାପ୍ରଭୁଙ୍କ ପାଖକୁ ଯାଏ, ଗୋଟିଏ ପ୍ରତିଶ୍ରୁତିବଦ୍ଧ ହେବା ପାଇଁ। କ'ଣ ସେ ପ୍ରତିଶ୍ରୁତି? ଯେ ମହାପ୍ରଭୁ ମୋତେ ମଣିଷ ପରି ମଣିଷଟିଏ କର, ଆଉ ଜୀବନରେ ମୁଁ କୌଣସି ପାପ ଆଚରଣ ନ କରେ, ମୋ ଯୋଗୁଁ କେହି ଦୁଃଖୀ ନ ହୁଅନ୍ତୁ। କିନ୍ତୁ ମୋର ଅଧିକାର, ମୋର କର୍ତ୍ତବ୍ୟ ଏସବୁ କରିଲା ବେଳେ ଯଦି କିଏ ସେଥିରେ ପ୍ରଭାବିତ ହେଉଛି, ସେଥିପାଇଁ ମୁଁ କ'ଣ କରିପାରିବି? ହେଲେ ମୋ ସ୍ୱାର୍ଥ ପାଇଁ ମୁଁ କାହାର କ୍ଷତି ନ କରେ, ଏତିକି ହିଁ ପ୍ରାର୍ଥନା କରେ। ଆଉ ଏଇ ପ୍ରାର୍ଥନାରେ ଦୃଢ଼ ଶକ୍ତି ଯୋଗାଇ ଦେବା ପାଇଁ ତାଙ୍କ ପାଖକୁ ଧାଇଁଯାଏ। ଫେରି ଆସିବାର ବେଳ ହେଉଥିଲା। ମୁଁ ବୁଲି ବୁଲି ପୁଣି ସେଇ ମହାପ୍ରଭୁଙ୍କ ମନ୍ଦିରକୁ ଅନଉଥିଲି। ପୁଣି କେବେ ଆସିବି ମୁଁ ଜାଣିନି। କିନ୍ତୁ ଏ ବର୍ଷ ମହାପ୍ରଭୁ ମୋତେ 2 ଥର ଆଣି ସାରିଲେଣି। ନବଯୌବନ ଦର୍ଶନ କଲି, ରଥ ଉପରେ ଦର୍ଶନ କଲି। ମୋ ମନ ଖୁସିରେ ଗଦଗଦ ହେଇଯାଉଥିଲା। ଆମେ ମା ପୁଅ ଫେରୁଥିଲୁ। ବାଟ ସାରା ବେଶ ଗହଳି ଥିଲା। ସମସ୍ତେ ଯେମିତି ସତେକି ଦିନ, ଲୋକ ଯିବା ଆସିବା, ଗାଡ଼ି ମଟର ସବୁ ଚାଲିଥିଲା। କିଏ କେତେ ଭଳିରେ କେତେ ମାଧ୍ୟମରେ ଯାଉଥିଲେ। ଆଉ ଆମେ ଟିକେ ବାଇକ୍ରେ ଚାଲିଗଲୁ ଯେ ଆମକୁ ବା କଷ୍ଟ ହେବ କାହିଁକି? ସେ କଷ୍ଟ ତ ଆମ ଉପରେ କେହି ନଦି ଦେଇନାହାନ୍ତି। ଆମେ ସ୍ୱଇଚ୍ଛାରେ ମହାପ୍ରଭୁଙ୍କ ପ୍ରେମରେ ବାହାରିକି ଯାଇଛୁ। ତେଣୁ ମୋତେ ମୋଟେ କଷ୍ଟ ହେଉନଥିଲା। ଗଲାବେଳେ ଯେମିତି ବେଲ୍ଟ ନେବାକୁ ଭୁଲି ଯାଇଥିଲି, ଫେରିଲା ବେଳେ ମୋ ଅଣ୍ଟା କଷ୍ଟ ହେଉଛି ବୋଲି ବି ଭୁଲି ଯାଇଥିଲି। ଆଉ ଘରେ ପହଞ୍ଚିକି ବି ମୁଁ ସେତେ ବେଶୀ କଷ୍ଟ ଅନୁଭବ କରିନଥିଲି। ସେଇଥିପାଇଁ ବୋଧେ କଥାଟିଏ ଅଛି, ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର। ମୋତେ ବହୁତ ଲୋକ ବହୁତ କଥା କହନ୍ତି, ତୁ ଜଗନ୍ନାଥଙ୍କ ବିଷୟରେ ଏ କଥା ଜାଣିଛୁ, ସେ କଥା ଜାଣିଛୁ। ମୁଁ ସବୁବେଳେ କହେ, ମୁଁ ଜାଣିନାହିଁ, ଜାଣିବାର ଚେଷ୍ଟା ବି କରିନାହିଁ। ଏମିତି କଥା ହଉ ହଉ କେତେବେଳେ ଆମେ ପିପିଲି ପାର ହେଇଗଲୁଣି। ସେମିତି ମା ପୁଅ ଚାଲିଛୁ, କେଉଁଠି ଚାହା ଟିକେ ପିଇବାକୁ ବି ରହିନୁ। ହେଲେ ମନ ପୁରା ପୁରି ଯାଇଥିଲା। ସେଇ ଅନୁଭବକୁ ମନ ଭିତରେ ଦୋହରେଇ ଦୋହରେଇ ମା ପୁଅ ବାଟ ଚାଲିଥିଲୁ। ଦେଖୁନାହାନ୍ତି କେମିତି ଗାଡ଼ିରେ ନିଜର ବ୍ୟାନର ବାନ୍ଧି ସଂକୀର୍ତ୍ତନ କରି କରି ଲୋକମାନେ ସବୁ ଫେରୁଛନ୍ତି। ପୁରୀ ଗଲେ ବିଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳେ। ଗତ ଥର ତ ମୁଁ ରଥ ସମୟରେ ଥିଲି ଯେ କେତେ ନାଚ ଗୀତ କେତେ କ'ଣ ଦେଖିଥିଲି। କିନ୍ତୁ ଏ ବର୍ଷ ଅବଶ୍ୟ ମୁଁ ସେ ସୁଯୋଗ ପାଇଲି ନାହିଁ। ସାମାଜିକ କର୍ତ୍ତବ୍ୟ ବି ମୋତେ କରିବାକୁ ପଡ଼ିବ। ଆଜି ମୋର ଘର ପ୍ରତିଷ୍ଠା ଥିଲା ପରିବାର ଭିତରେ। ଆଉ ସବୁଠୁ ମୋତେ ଖୁସି ଲାଗିଲା, ମୋ ଦିବଙ୍ଗତ ଯାଆଙ୍କ ନାଁରେ ହିଁ ଘରଟିର ନାମକରଣ ହୋଇଥିଲା, ଭାରତୀ ଭବନ। ଏତେବେଳକୁ କେତେବେଳେ ମୁଁ ବରମୁଣ୍ଡା କାଳୀ ମନ୍ଦିର ବି ପାସ୍ କରିଗଲି। ପୁରୀ ଗଲେ ଅସରନ୍ତି ଭାବନା ମନକୁ ଏମିତି ଆଚ୍ଛାଦିତ କରି ରଖେ। ଘର ପାଖେଲା ବେଳକୁ ଦେଖିଲି ଗାଈଟିଏ ବାଛୁରୀ ଜନ୍ମ କରି ରାସ୍ତା ମଝିରେ ଠିଆ ହେଇଛି। ଭାବିଲି, ମୁଁ ସିନା ଆଙ୍କୁ ଚିଡ଼େ, ଇଏ ଯେଉଁ ରାତିରେ ବ୍ୟସ୍ତ ବିବ୍ରତ ହୋଇ ଗାଈ ସବୁ ଘରକୁ ନିଅନ୍ତି, ସତରେ ଘରକୁ ନେବା କଥା।
ଆମେ ଗୋଟିଏ ଜୀବ ପାଳିଛେ, ସେ କେଉଁଠି ରହିଲା କ'ଣ ହେଲା ସେଇଟା ବୁଝିବା ନିହାତି ଆମ ଦାୟିତ୍ୱ। ସକାଳର ଫୁଲ ଗୁନ୍ଥା ସାରି ବାହାରିଲା ବେଳକୁ ଦେଖିଲା ବେଳକୁ ଦୀପ୍ତି ଆଉ ଚୁଙ୍ଗା ପୁଣି ପୁରୀ ବାହାରିଛନ୍ତି। ଭଲରେ ଭଲରେ ଯାଇ ସେମାନେ ବି ଆଜି ପୁରୀ ଦର୍ଶନ କରି ଫେରି ଆସିଲେ। ଆମ ଘରେ ଗୋଟେ ଜଗନ୍ନାଥଙ୍କ ଚର୍ଚ୍ଚାର ମାହୋଲ ଲାଗିଛି, ତେଣୁ ଭାରି ଖୁସି ଲାଗୁଛି। ରହିଲି।